ବୁଲା କୁକୁରଙ୍କ ଆତଙ୍କ। ରାସ୍ତାରେ ସୁନସାନ ରାସ୍ତାରେ ଏକାକି ଯାଉଛନ୍ତି କି? ଖୁସିଆ ଝୁଣି ପକାଇବେ ବୁଲା କୁକୁର। ବୁଲା କୁକୁରଙ୍କ ଆତଙ୍କରେ ଅନେକ ଭିଡ଼ିଓ ସିସିଟିଭିରେ କଏଦ ହୋଇଛି, ଯାହାର ଭାଇରାଲ ଭିଡ଼ିଓ ଦେଖି ଯେ କେହି ବି ବିଚଳିତ ହୋଇପଡ଼ିବେ। ରାଜସ୍ଥାନର ଅଲୱାର ସହରରେ 8ଟି ବୁଲା କୁକୁର ପଲ ରାସ୍ତାରେ ଯାଉଥିବା ଜଣେ ଯୁବତୀକୁ ଝୁଣି ପକାଇଥିଲେ। ଆଉ ଚିତ୍କାର ଶୁଣି ରାସ୍ତାରେ ଯାଉଥିବା ଅନ୍ୟମାନେ ଆସିଯିବାରୁ ସୌଭାଗ୍ୟବଶତଃ ଝିଅଟି ବର୍ତ୍ତିଗଲା। ଝିଅଟିର ହାତ, କାନ୍ଧ ଓ ଶରୀରର ଅନ୍ୟ ଅଂଶ କ୍ଷତବିକ୍ଷତ ହୋଇଛି। ଫିଜିଓଥେରାପିଷ୍ଟ ପଢ଼ୁଥିବା ନବ୍ୟା ସନ୍ଧ୍ୟାରେ ଘର ବାହାରେ ବୁଲୁଥିବା ବେଳେ ଏଭଳି ଘଟଣା ଘଟିଛି। ୟୁପି ତ ବୁଲା କୁକୁର ଆତଙ୍କରେ ଥରହର ହେଉଛି। ଗଲା ବର୍ଷକ ଭିତରେ 45 ଲକ୍ଷରୁ ଅଧିକ ଲୋକ ବୁଲା କୁକୁର କାମୁଡ଼ାରେ ଆହତ ହୋଇଛନ୍ତି। ଅର୍ଥାତ୍ ଦୈନିକ 12,000ରୁ ଉର୍ଦ୍ଧ୍ୱ ବ୍ୟକ୍ତି ବୁଲା କୁକୁର କାମୁଡ଼ାର ଶିକାର ହେଉଛନ୍ତି। ମିରଟ ସମେତ ପୁରା ପ୍ରଦେଶରେ 45,65,000ରୁ ଅଧିକ ଲୋକ କୁକୁର କାମୁଡ଼ାର ଶିକାର ହୋଇଛନ୍ତି। ଏହି ତଥ୍ୟ ସରକାରୀ, ଯାହା ଆର୍ଟିଆଇ ସୂଚନାରେ ମିଳିଛି। ପିଲାଙ୍କଠୁ ନେଇ ବୟସ୍କଙ୍କ ଯାଏ ଏହାର ଶିକାର ହୋଇଛନ୍ତି। ଅନେକଙ୍କ ଜୀବନ ଗଲାଣି। ଜାନୁଆରୀ 2024ରୁ ଡିସେମ୍ବର 2024 ଯାଏଁ କୁକୁର କାମୁଡ଼ାରେ ଏତେ ସଂଖ୍ୟକ ଲୋକ ଶିକାର ହେଲେଣି। ଅନେକ ସମୟରେ ଗାଡ଼ିରେ ଯାଉଥିବା ଲୋକଙ୍କ ଉପରେ ଆକ୍ରମଣ କରିବାକୁ ପଛାଉନାହାନ୍ତି କୁକୁର ପଲ। ଜିଲ୍ଲାବାରୀ ହିସାବ ଦେଖିଲେ ଦୈନିକ 167ରୁ ଅଧିକ ରୋଗୀ କୁକୁର କାମୁଡ଼ାରେ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି। ଏମିତିରେ ବୁଲା କୁକୁର କାମୁଡ଼ିଲେ ରେବିଜ୍ ଭଳି ଘାତକ ବେମାରୀର ଆଶଙ୍କା ଥାଏ। ସଠିକ୍ ସମୟରେ ଚିକିତ୍ସିତ ନହେଲେ ଜୀବନ ଯିବାର ଆଶଙ୍କା ରହିଛି। ଗୁଆଲିୟରରେ ତ ବୁଲା କୁକୁର ପିଲାଙ୍କୁ ଝୁଣି ମାରିବା ଭଳି ଚିତ୍ର ଆସିଛି। ଦୈନିକ 300ରୁ ଅଧିକ କୁକୁର କାମୁଡ଼ା କେସ୍ ଆସୁଛି। ଅଧିକରୁ ଅଧିକ ନାବାଳକ କୁକୁର ପଲର ଆତଙ୍କର ଶିକାର ହେଉଛନ୍ତି। ସେପଟେ ପଶୁ ପ୍ରେମୀଙ୍କ ଭିନ୍ନ କଥା। ଏହି ଯେମିତି କୁକୁରଙ୍କୁ ଦୈନିକ ଖାଦ୍ୟ ଦେଉଥିବା ଜଣେ ବ୍ୟକ୍ତି ସୁରକ୍ଷା କର୍ମୀଙ୍କୁ ପିଟୁଥିବାର ଭିଡ଼ିଓ ଭାଇରାଲ ହୋଇଛି। ମୁମ୍ବାଇରୁ ଆସିଛି ଏହି ଭାଇରାଲ ଭିଡ଼ିଓ। କୁକୁର ପଲ ଘେରିଯାଇ ଆକ୍ରମଣ କରିବାକୁ ଉଦ୍ୟତ ହେବାରୁ ଏମାନଙ୍କୁ ଘୋଡ଼ାଇବାକୁ ସୁରକ୍ଷା କର୍ମୀ ପ୍ରୟାସ କରିଥିଲେ, କିନ୍ତୁ ଏହା ଦେଖି ଅଚାନକ ଚିହିଁ କରିଥିଲେ କୁକୁରକୁ ଖାଦ୍ୟ ଦେଉଥିବା ବ୍ୟକ୍ତି ଜଣକ ଆଉ ସୁରକ୍ଷା କର୍ମୀଙ୍କୁ ତଳେ ପକାଇ ମାଡ଼ ମାରିଥିଲେ। ଏହି ଭିଡ଼ିଓ ଭାଇରାଲ ପରେ ସୋସିଆଲ ମିଡ଼ିଆରେ କୁକୁରଙ୍କୁ ଖାଇବାକୁ ଦେଉଥିବା ବ୍ୟକ୍ତି ଓ ତାଙ୍କର ଆଚରଣକୁ କଡ଼ା ନିନ୍ଦା କରାଯାଇଛି। ଆଉ କେତେକ ୟୁଜର୍ସ ଭିନ୍ନ ଯୁକ୍ତି ବାଢ଼ିଛନ୍ତି। ବୁଲା କୁକୁର କେବଳ ଖାଦ୍ୟ ଓ ଭଲ ଖାଇବା ଉଦ୍ଦେଶ୍ୟରେ ନୂଆ ଲୋକଙ୍କୁ ଘେରି ଯାଇଥାନ୍ତି, କୌଣସି କ୍ଷତି କରିବା ଉଦ୍ଦେଶ୍ୟରେ ନୁହେଁ ବୋଲି ଆଉ ସେ ପୁରୁଣା ବିଶ୍ୱାସ ନାହିଁ। ଏବେ ସେମାନଙ୍କ କବଳରୁ କେମିତି ନିରାପଦ ରହିବା ତାହା ହିଁ ବଡ଼ ଚିନ୍ତାର ବିଷୟ ସାଜିଛି। ଆଉ କେହି କହିଛି ବୁଲା କୁକୁରକୁ ସ୍ନେହ ଦେବା କି ଖାଇବାକୁ ଦେବା ବଦଳରେ ବାଡ଼ିରେ ଘୋଡ଼ାଇବାରୁ ଆନିମଲ ହିରୋ ସୁରକ୍ଷା କର୍ମୀ ସହ ଯାହା କଲେ ତାହା ଥିଲା ଯୁକ୍ତିଯୁକ୍ତ। ତେବେ ଭିଡ଼ିଓ ଦିନକ ପରେ ସାମ୍ନାକୁ ଆସିଲା, ଯେଉଁଦିନ ରାଷ୍ଟ୍ରୀୟ ମାନବାଧିକାର କମିଶନ ଦେଶରେ ବଢ଼ୁଥିବା କୁକୁର କାମୁଡ଼ା ଆତଙ୍କକୁ ନେଇ ନିଜ ଆଡ଼ୁ ସଂଜ୍ଞାନ ନେଇଥିଲେ। ବିଶେଷ କରି ହରିୟାଣାରେ ବୁଲା କୁକୁର ଆତଙ୍କକୁ ରୋକିବାରେ ସରକାରଙ୍କ ବିଫଳତାକୁ ନେଇ ଅଙ୍ଗୁଳି ଉଠିଥିଲା। କେନ୍ଦ୍ର ପଶୁ ସମ୍ପଦ ମନ୍ତ୍ରଣାଳୟ ନିକଟରେ ଲୋକସଭାରେ ରଖିଥିବା ତଥ୍ୟ ଅନୁସାରେ 2024ରେ କୁକୁର କାମୁଡ଼ାରେ 21.95 ଲକ୍ଷ ମାମଲା ଆସିଥିଲା, ଯେଉଁଥିରୁ 5 ଲକ୍ଷ ଛୋଟ ପିଲା ଶିକାର ହେବା ସହ 37 ଜଣଙ୍କର ମୃତ୍ୟୁ ହୋଇଛି। ପ୍ରତି ଘଣ୍ଟାରେ 60 ପିଲା କୁକୁର କାମୁଡ଼ାରେ ଶିକାର ହେଉଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ରାଜୀବ ରଞ୍ଜନ ସିଂ ସୂଚନା ଦେଇଛନ୍ତି। ସାରା ବିଶ୍ୱରେ କୁକୁର ସଂଖ୍ୟା ହେଉଛି 900 ମିଲିୟନ। ଏଥିରୁ 471 ମିଲିୟନ କୁକୁର ପୋଷା ଥିଲାବେଳେ 429 ମିଲିୟନ ବୁଲା କୁକୁର ଅଟନ୍ତି। ଚୀନରେ ସର୍ବାଧିକ 110 ମିଲିୟନ ପୋଷା କୁକୁର ଅଛନ୍ତି। ନେଦରଲ୍ୟାଣ୍ଡସ ଏକମାତ୍ର ଦେଶ ଯେଉଁଠି ବୁଲା କୁକୁର ବିଲକୁଲ ନାହାନ୍ତି। ବିଶ୍ୱରେ 340 ପ୍ରଜାତିର କୁକୁର ଅଛନ୍ତି। ଭାରତରେ 45.2 ମିଲିୟନ କୁକୁର ଅଛନ୍ତି, ଯେଉଁଥିରୁ 35 ମିଲିୟନ ବୁଲା କୁକୁର ଓ 10.2 ମିଲିୟନ ପୋଷା କୁକୁର ଅଟନ୍ତି। କୁକୁର ବନ୍ଧ୍ୟାକରଣ ଆସାନ ରୂପ ହେଉନି। ଆଣ୍ଟି ରେବିଜ୍ ଭ୍ୟାକ୍ସିନେସନ୍ ବି ଯଥେଷ୍ଟ ମହଜୁଦ ନାହିଁ। ଦି ଲାନ୍ସେଟ୍ ଇନଫେକ୍ସିୟସ୍ ଡିଜିଜ୍ ଜର୍ନାଲ ଗବେଷଣା ଅନୁସାରେ ଭାରତରେ 4 ଜଣରେ 3 ଜଣଙ୍କ କୁକୁର କାମୁଡ଼ା କେସ୍। ଭାରତରେ ରେବିଜ୍ରେ ପ୍ରତିବର୍ଷ ପ୍ରାୟ 5,700 ମୃତ୍ୟୁ ହୋଇଛି। ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ ବା ICMR ମାର୍ଚ୍ଚ 2022ରୁ ଅଗଷ୍ଟ 2023 ଯାଏଁ 15 ରାଜ୍ୟର 60 ଜିଲ୍ଲାରେ ସର୍ଭେ କରିଥିଲା। ଏଥିରେ 78,000 ଉର୍ଦ୍ଧ୍ୱରେ ସର୍ଭେ ରିପୋର୍ଟରୁ ଜଣାପଡ଼ିଥିଲା ଯେ କୁକୁର କାମୁଡ଼ା କେତେ ଘାତକ। ସର୍ବାଧିକ କୁକୁର କାମୁଡ଼ା କେସ୍ ବିଜୟପୁରା ଥିଲାବେଳେ ସର୍ବାଧିକ ମୃତ୍ୟୁ ବେଙ୍ଗାଲୁରୁରେ ହୋଇଛି। 2022ରେ କୁକୁର କାମୁଡ଼ାଜନିତ ରୋଗ ରେବିଜ୍କୁ ମହାମାରୀ ବୋଲି ଘୋଷଣା କରିଥିଲା କର୍ଣ୍ଣାଟକ। ଅକ୍ଟୋବର 2023ରୁ କର୍ଣ୍ଣାଟକ ସ୍ୱାସ୍ଥ୍ୟ ବିଭାଗ ARV ଆଣ୍ଟି ରେବିଜ୍ ଭ୍ୟାକ୍ସିନ୍ ଓ RIG ରେବିଜ୍ ଇମ୍ୟୁନୋଗ୍ଲୋବିନ୍ ଇଞ୍ଜେକ୍ସନ୍ ସମସ୍ତ ପଶୁ କାମୁଡ଼ା ରୋଗୀଙ୍କୁ ମାଗଣା ଦେବାକୁ ନିଷ୍ପତ୍ତି ନେଇଛି। ରୋଗୀ BPL ଅବା APL ଯେଉଁ କାଟେଗୋରୀରେ ହୋଇଥାନ୍ତୁ ନା କାହିଁକି। ବ୍ୟୁରୋ ଇନପୁଟ ସହ ଶୁଭଦର୍ଶିନୀ ଦାସ ଓ ପ୍ରଦୀପ ନାୟକଙ୍କ ରିପୋର୍ଟ, ନକ୍ଷତ୍ର ନ୍ୟୁଜ୍। प्रतिटी मुहूर्त प्रतिटी पदक्षेप तोते धरी चलिबि मु प्रतिटी दुख समय लुचाई रखिबि तोते मु
ତତେ ସ୍ପର୍ଶ କରିବା ପୂର୍ବରୁ ସବୁ ଦୋଷ ଆବରି ନେବି ମୁଁ। ଜୀବନର ପ୍ରତି ମୋଡ଼ରେ ଆପଣ ନିଜ ପିଲାଟିକୁ ସମସ୍ତ ବିପଦରୁ ରକ୍ଷା କରୁଛନ୍ତି। କାହିଁକି ନୁହେଁ ଏହାର ଶୁଭାରମ୍ଭ ଗର୍ଭାବସ୍ଥା ସମୟରୁ କରନ୍ତୁ। ଗୋଟିଏ HIV ଟେଷ୍ଟ ସହିତ ମା ଯଦି HIV ପଜିଟିଭ ହେଇଥାଏ ଠିକ୍ ସମୟରେ ପରାମର୍ଶ ଓ ଔଷଧ ଦ୍ୱାରା HIVରୁ ବଞ୍ଚାଇ ପାରିବେ। ଆପଣ ବି କରନ୍ତୁ ମମତାର ଶୁଭାରମ୍ଭ କେବଳ ଗୋଟିଏ HIV ଟେଷ୍ଟ ସହିତ।